ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା କସ୍ତୁରବା ବାଳିକା ବିଦ୍ୟାଳୟରେ ପ୍ରାୟ 15 ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ। ଯାହା ଖବର ଏବେ ବି ଆସି ପହଞ୍ଚୁଛି କି ଗତକାଲି ହିଁ ସକାଳୁ ସକାଳୁ ବିସ୍କୁଟ ଖାଇସାରିଲେ, ପରେ ପରେ ଜଳଖିଆ ଯେତେବେଳେ ଦିଆଗଲା, ସେ ଜଳଖିଆ ଖାଇସାରିବା ପରେ ହିଁ ସଙ୍ଗେ ସଙ୍ଗେ ସେମାନେ ଅସୁସ୍ଥ ହୋଇପଡ଼ିଲେ। ସଙ୍ଗେ ସଙ୍ଗେ ପାଖରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସୁସ୍ଥ ବୋଲି ତାଙ୍କୁ ସୂଚନା ଦେଇଥିଲେ ଉକ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ। ଯାହା ଅପଡେଟ୍ ଆସି ପହଞ୍ଚୁଛି କି ଫୁଡ୍ ପଏଜନ୍ ହେଇଯାଇଥିଲା, ଖାଦ୍ୟ ବିଷାକ୍ତ ହୋଇଯାଇଥିଲା। ସେଥିପାଇଁ ପାଖାପାଖି 15 ଜଣ ବାଳିକା ବା 15 ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ପରେ ପରେ ସେମାନଙ୍କ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସେବା ମଧ୍ୟ କରାଯାଇଥିଲା। ଯାହା ଏବେ ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି ମୟୂରଭଞ୍ଜ ଜିଲ୍ଲାର ସୋରଡ଼ା ଅନ୍ତର୍ଗତ କସ୍ତୁରବା ବାଳିକା ମହାବିଦ୍ୟାଳୟରେ 15 ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଫୁଡ୍ ପଏଜନ୍ର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।